हरि ओम भूर्भुवः स्वः तत्सवितुर्वरेण्यं भर्गो देवस्य धीमहि धियो यो नः प्रचोदयात्। नमस्ते अच्युतानन्दं नमस्ते जगन्नाथाय नमो जसवन्तानन्दं बलराम नमो नमः। बलराम नमो नमः। बोलिए महापुरुष अच्युतानंद जी की शुद्धि जानी ज्ञानी गुणी मंडली आज अध्याय आलोचना को आपण मानक स्वागत जनाऊँ। आज मालिका वचन आलोचन आम आलोचना करने जाऊँगी जी अच्युतानंद महापुरुष मालिकार नाम चकड़ा मडान लिखिंट जी दिल्ली सहर को आसी विपद पड़ो गांधार सेना जे गोड़ कर अवश्य से भाई बराह कल्पर जशवंत मध्य लिखिंट ये दिल्ली सहर जहाँकि द्वापर जुगरे त्रेता जुगरे हस्तिना ना तार थिला बोली शिशु अनंत चुंबक मालिकार मध्य कहिचंदी हस्तिना कटक जेबण भोई दिल्ली दरबार अटई सही दिल्ली सहर यार अतीत एवं वर्तमान भविष्यत विषय मालिकार कौन लिखा अछि। मालिकार नाम हेउची बराह कल्प। ये बराह कल्प रे जशवंत दास लिखिले कहले शिशुपाल जन्म मोगल देशे भगतं को दंड भी बसे केते आसाम सहर भूमिकंप रे छार खार हेबो बास्तरी रे से सरजो नदी पाते जे दिल्ली सहर जे छार खार हेबो चहल पड़िबो केते जे दिल्ली सहर जे छार खार हेबो चहल पड़िबो केते जे। सुधीयानी बराह कल्परे ये पदटी लिखा अछि पढ़िबे आपण माने लिखिछनी महापुरुष जशवंत दास कौन लिखिले भविष्यत आर कौन आपण माने जानिथिबे अल्प बहुत त्रेतया जुगरे जोटा थिला हस्तिना द्वापर जुगरे जोटा थिला हस्तिना कड़ी जुगरे सीटा कौन आमे कहूनु मालिकार जा लिखा अछि हस्तिना कटक जेबण भोई दिल्ली दरबार अटई से जोटा द्वापर जुगर हस्तिना कली जुगर सेटा दिल्ली बोली अच्युतानंद महापुरुष मालिकार लिखिले यही दिल्ली सहर उपरे दिने विपद संकट पड़िबो बोली मालिकार लिखा अछि। गांधार सेना जे गोड़ करिबो अवश्य गांधार सेना माइल कहले कौन ना गांधार सेना तालिबान माने बुझिले तालिबान माने दिल्ली सहर उपरे आक्रमण करिवे बोली 600 वर्ष तले महापुरुष मालिकार लिखि दैचंदी। आज देखो निकट अतीत घटना आम कहीचु दिल्ली सहर अतीत कौन पुराण शास्त्र जदि जीवा ये हूँ द्वापर जुगर हस्तिना एवं कड़ी जुगर अतीत को जदि जीवा या पर तालिबान मानकर आक्रमण होती घटना घटी सारी गांधार सेना कले तालिबान माने आक्रमण कर
କାନ୍ଦାହାର ନାଇଁ ଏ ଜ୍ଞାନୀଗୁଣୀ ମଣ୍ଡଳୀ ୟାର ଭବିଷ୍ୟତ କ'ଣ? ଦିଲ୍ଲୀ ସହର ଉପରେ ୟାର ଭବିଷ୍ୟତ କ'ଣ? ମହାପୁରୁଷ କହିଲେ ଶିଶୁପାଳ ଜନ୍ମ ମୋଗଲ ଦେଶେ। ଶିଶୁପାଳ କି ସୁଧୀଜନେ ଆପଣମାନେ ଜାଣିଥିବେ ପୁରାଣରେ ବର୍ଣ୍ଣିତ ହେଇଅଛି। ଯେତେବେଳେ ଜନ୍ମ ହେଇଥିଲା ତାର 4 ହାତ ଥିଲା ଶିଶୁପାଳର। ଏ 4 ହାତ ଦେଖି ସାଲ୍ୱର ରାଜା ହେଉଛନ୍ତି ଶିଶୁପାଳ, ସାଲ୍ୱ ନରେଶ। ଭଗବାନ କୃଷ୍ଣଙ୍କର ଏ ଜ୍ଞାନୀଗୁଣୀ ମଣିଷ ପିଉସୀ ଥିଲେ ତାଙ୍କର ମା। ଯେତେବେଳେ ଇଏ 4 ହାତିଆ ପୁଅ ଜନ୍ମ ହେଲା, ଅଚ୍ୟୁତାନନ୍ଦ ତ ମାଳିକାରେ ଲେଖିଛନ୍ତି, କହିଲେ ବାବୁରେ କଳି ଆକୁ ଲେଖିଛନ୍ତି ମହାପୁରୁଷ ଶିଶୁ ଅନନ୍ତ ମାଳିକାର ନାମ ହେଲା ପଟ୍ଟା ମଡ଼ାଣ। କହିଲେ ଶିଶୁ ଜନ୍ମ ହେବ, 4 ହାତ ହେବ ଏବଂ ଅସୁର କଥା କହିବ, ଅସୁର ଭଳିଆ କଥା କହିବ। ଏଇଭଳି ଛୁଆ ଜନ୍ମ ହେବା କଥା 600 ବର୍ଷ ତଳେ ମାଳିକାରେ ଲେଖିଥିଲେ। ମାଳିକାର ନାମ ପଟ୍ଟା ମଡ଼ାଣ, ଶିଶୁ ଅନନ୍ତ ଲେଖିଥିଲେ। ଆଜି କଳି ଯୁଗରେ ହଉନାହାନ୍ତି କି? ଦେଖନ୍ତୁ ମାଳିକା କେତେ ସତ। 4 ହାତିଆ ଛୁଆ ଜନ୍ମ ହେଉଛନ୍ତି, ମୁଣ୍ଡ ମଧ୍ୟ ଅନେକ ହେଉଛି ଏବଂ ମଣିଷ କରିବ ଭୂତ ଜନ୍ମ। ଅଚ୍ୟୁତାନନ୍ଦ ଲେଖିଲେ ମାଳିକାରେ କହିଲେ ମନୁଷ୍ୟ କରିବ ଭୂତ ଜନ୍ମ। କଳିଯୁଗରେ ମନୁଷ୍ୟ ଭୂତ ଜନ୍ମ କରି ବିକୃତ ସନ୍ତାନ ଆଜି ଜନ୍ମ ହେଉନାହାନ୍ତି କି? ଏଇ କଥା 600 ବର୍ଷ ତଳେ ଲେଖିଥିଲେ ମହାପୁରୁଷ। ତେଣୁ ସେଇଭଳି 4 ହାତିଆ ଛୁଆକୁ ଦେଖି ବାପା ମା ମାନେ ଡରିଗଲେ ଏବଂ ଏହି ସମୟରେ ବାପା ମା ମାନେ ଚିନ୍ତା କଲେ ଛୁଆକୁ ଘରେ ରଖିବା ନାହିଁ। 4 ହାତିଆ ଛୁଆ ଯଦି ଘରେ ଜନ୍ମ ହେବ କେଉଁ ମା ଖୁସି ହେବ? କେଉଁ ବାପା ମା ଆନନ୍ଦ ହେବେ? ଆନନ୍ଦ ପାଇବେ ନା? କହିଲେ ଛୁଆକୁ ଘରେ ରଖିବା ନାହିଁ। ଏଭଳି 3ଟି ଆଖି ଶିଶୁପାଳର ଥିଲା ଜନ୍ମ ହେଲା ବେଳେ। 3ଟି ଆଖି, 4ଟା ହାତ, ଏଇଭଳି ବିକୃତ ସନ୍ତାନକୁ କିଏ ଘରକୁ ବାହାରେ ଫୋପାଡ଼ି ଦେବା ପାଇଁ ଯେତେବେଳେ ଚିନ୍ତା କଲେ, ଏହି ସମୟରେ ଶୂନ୍ୟବାଣୀ ହେଲା। କହିଲେ ନାଇଁ ନାଇଁ, ତୁମେ ସନ୍ତାନକୁ ଫୋପାଡ଼ ନାହିଁ। ଇଏ 3ଟି ଆଖିରୁ ଗୋଟିଏ ଆଖି ଏବଂ 4 ହାତର 2ଟି ହାତ ଅଦୃଶ୍ୟ ହେଇଯିବ। ଯାହାର ସ୍ପର୍ଶରେ ଜାଣିବ ଯେ ତାରି ହାତରେ ଆର ମୃତ୍ୟୁ ସୁନିଶ୍ଚିତ। ତେଣୁ ହେ ଜ୍ଞାନୀଗୁଣୀ ମଣ୍ଡଳୀ, ସେଇ ଶିଶୁପାଳକୁ ଯେତେବେଳେ ଭଗବାନ କୃଷ୍ଣ ତାର ଛୋଟବେଳେ ଧରି ପକାଇଲେ, 2 ହାତ ଗୋଟିଏ ଆଖି ଅଦୃଶ୍ୟ ହେଇଗଲା ବୋଲି ତାର ମା ସେତେବେଳେ କହି ଜାଣିପାରିଲା। କହିଲେ ଆରି ହାତରେ ମରଣ ହେବ। ଭଗବାନ କହିଲେ ବ୍ୟସ୍ତ ନାଇଁ ପିଉସୀ, ମୁଁ ଅଭୟ ଦଉଛି। ତାର 100 ଦୋଷକୁ ମୁଁ କ୍ଷମା ଦେବି। 101 ଯେଉଁ ଦିନ ହେବ ଆଉ ସେ ଦୋଷକୁ ମୁଁ କ୍ଷମା ଦେବି ନାହିଁ। ଆପଣମାନେ ଜାଣିଥିବେ ଯେତେବେଳେ ଇନ୍ଦ୍ରପ୍ରସ୍ଥର ନିର୍ମାଣ ହେଇଗଲା, ଯଜ୍ଞ ରାଜସ୍ୱ ଏ ଚକ୍ରବର୍ତ୍ତୀ ରାଜା ଯୁଧିଷ୍ଠିର କଲେ। ସେହି ସମୟରେ ଶିଶୁପାଳର 100 ଦୋଷକୁ କ୍ଷମା କରି 101 ବେଳେ ଭଗବାନ କୃଷ୍ଣ ତାକୁ ମାରିଥିଲେ। ନୁହେଁ ବୋଲି ମହାପୁରୁଷ ଅଚ୍ୟୁତାନନ୍ଦ ଜି କି ସୁଧୀଜନେ ଜ୍ଞାନୀଗୁଣୀ ମଣ୍ଡଳୀ। ବରାହ କଳ୍ପରେ ଯଶୋବନ୍ତ ମଧ୍ୟ ଲେଖିଛନ୍ତି, ବୋଲେ ଶିଶୁପାଳ ଜନ୍ମ ମୋଗଲ ଦେଶେ। ମୋଗଲ ଦେଶରେ ଶିଶୁପାଳ ଜନ୍ମ ହେଇଥିବ। ଆପଣମାନେ ବୁଝିପାରୁଥିବେ କେଉଁ ଦେଶରେ ମୋଗଲ ଦେଶ? ଭାରତ ଯେଉଁ 2 ଭାଗ ହେଲା ଦେଶ ସ୍ୱାଧୀନ ପରେ, 2 ଭାଗ ଗୋଟେ ମୋଗଲ ଦେଶ ରହିଲା, ଗୋଟେ ଭାରତ। ତେଣୁ ସେ ମୋଗଲ ଦେଶରେ ଶିଶୁପାଳ ଜନ୍ମ ହେଇଥିବ ବୋଲି ଯଶୋବନ୍ତ ଦାସ ଲେଖିଲେ ବରାହ କଳ୍ପରେ। ମନ ଦେଇକି ଶୁଣନ୍ତୁ ଏ କଥା। ଗୀତା ଭାଗବତ ରାମାୟଣରେ କଥା ନାହିଁ, ମାଳିକାରେ ଅଛି। ଆଉ ଭକ୍ତଙ୍କୁ ଦଣ୍ଡ ବିହିବ ସେ କେତେ? କହିଲେ ଭକ୍ତଙ୍କୁ ଦଣ୍ଡ ସେ କେତେ ଦେବ? ଭକ୍ତମାନ ଆସାମ ସହର ଭୂମିକମ୍ପରେ, ଆସାମ ସହର ଯେଉଁ ଅଛି ନା, ଅଚ୍ୟୁତାନନ୍ଦ ମହାପୁରୁଷ ମାଳିକାରେ ଲେଖିଲେ ବାରମ୍ବାର ଭୂମିକମ୍ପ ସେଠାରେ ହେବ। ବୋଲେ ପାତାଳେ ବାସୁକି ଟେକିବ ମୁଣ୍ଡ, 3 ଥର ଯେ କମ୍ପିବ ବ୍ରହ୍ମାଣ୍ଡ। 3 ଥର ଯେ କମ୍ପିବ ବ୍ରହ୍ମାଣ୍ଡ। 3 ଥର ଯେ କମ୍ପିବ ବ୍ରହ୍ମାଣ୍ଡ। କହିଲେ ବାବୁରେ ପାତାଳେ ବାସୁକି ଟେକିବ ମୁଣ୍ଡ, ପାତାଳରେ ବାସୁକି ମୁଣ୍ଡ ଟେକିବ, ଯାହାକି କଳିଯୁଗରେ ଭୂମିକମ୍ପର ନାମକରଣ ହବ।
ଭୂମିକମ୍ପ ବୋଲି ତାକୁ ଲୋକେ କହିବେ। ତେଣୁ ସେଇଥିପାଇଁ ମହାପୁରୁଷ ଶିଶୁ ଅନନ୍ତ ମଧ୍ୟ ତାକୁ ପଟ୍ଟାମଡ଼ରେ ଲେଖିଛନ୍ତି। ଅଚ୍ୟୁତାନନ୍ଦ ମହାପୁରୁଷ ମଧ୍ୟ ଚକଡ଼ା ମଡ଼ାରରେ ମଧ୍ୟ କହିଛନ୍ତି। କହିଲେ ଯେବେ ଛାୟା ସୋତ ପଶୁରାଜ ଛାଡ଼ି କନ୍ୟାରେ ପ୍ରବେଶ ହେବେ, କନ୍ୟାରେ ପ୍ରବେଶ ହେବେ ହେ ସୁଜନେ, କନ୍ୟାରେ ପ୍ରବେଶ ହେବେ। ଧରଣୀ କମ୍ପିବ ହେବ ଭୂମିକମ୍ପ, ପ୍ରାଣୀ ମାନେ ନାଶ ଯିବେ। ଶୁଣ ସୁଜନେ ଗୁଣି ବେଳ କାଳ ଆସିଲାଣି ହେ, ଶୁଣ ସୁଜନେ ଗୁଣି। ମହାପୁରୁଷ ଅଚ୍ୟୁତାନନ୍ଦ ଚକଡ଼ା ମଡ଼ାରେ ଲେଖିଲେ ଛାୟା ସୁତ ପଶୁରାଜ କଲେ ସିଂହ ଛାଡ଼ି କନ୍ୟା ରାଶିରେ ପ୍ରବେଶ କରିବେ। ସେତେବେଳେ ଧରଣୀ କମ୍ବିବ ହେବ ଭୂମିକମ୍ପ, ପ୍ରାଣୀମାନେ ନାଶ ଯିବେ। ସଂସାରରେ ସେତେବେଳେ ଧରଣୀ କବି ଭୂମିକମ୍ପ ହେବ। ଆଉ ରାତ୍ରରେ ଶୂନ୍ୟ ଶୁଭିବ ଗର୍ଜନ, ଆଉ ରାତ୍ରରେ ଶୂନ୍ୟ ଶୁଭିବ ଗର୍ଜନ, ଅକସ୍ମାତ ରଡ଼ି ହୋଇବ ପୁଣ, ଅକସ୍ମାତ ରଡ଼ି ହୋଇବ ପୁଣ। ରାତ୍ରରେ ବିକଟାଳ ଶୂନ୍ୟ ଶବ୍ଦମାନ ଶୂନ୍ୟରୁ ଶୁଭାଯିବ। ଏଇ ତ କିଛି ଦିନ ତଳେ ଶୂନ୍ୟରୁ ଶବ୍ଦମାନ ଶୁଭିଲା ନା। ରାତ୍ରରେ ଶୂନ୍ୟ ଶୁଭିବ ଗର୍ଜନ, ଅକସ୍ମାତ ରଡ଼ି ହୋଇବ ପୁଣ। ବିଭିନ୍ନ ପ୍ରକାର ଅକସ୍ମାତ ସବୁ ରଡ଼ି ହେବ। ଆଉ ସେ ରଡ଼ି ଶୁଣି ମନୁଷ୍ୟ ମରିବେ, ଥୋକାଏ ଯେ ପୁଣି କାଲ ହୋଇବେ, ଥୋକାଏ ଯେ ପୁଣି କାଲ ହୋଇବେ, ଥୋକାଏ ଯେ ପୁଣି କାଲ ହୋଇବେ। ହେଲେ ସେ ରଡ଼ି ଶୁଣି ମନୁଷ୍ୟ ମରିବେ, ଆଉ ଥୋକାଏ ଯେ ପୁଣି କାଲ ହୋଇବେ। ଆଉ ମାଳିକାରେ ଲେଖା ହେଇଛି। ଆଉ ଏତେ ଏତେ କଥା ହୋଇଲେ ଜାଣ, କଡ଼ି ଶେଷ ବୋଲି ନିଶେ ପ୍ରମାଣ। ଏତେ ଏତେ କଥା ହୋଇଲେ ଜାଣ, କଳି ଶେଷ ବୋଲି ନିଶ୍ଚେ ପ୍ରମାଣ। ଏତେ ଏତେ କଥା ହୋଇଲେ ଜାଣ, କଳି ଶେଷ ବୋଲି ନିଶ୍ଚେ ପ୍ରମାଣ। ତେଣୁ ସୁଧୀଜାନି ସେଇ କଥାକୁ ମହାପୁରୁଷ କହିଲେ। କହିଲେ ଆସାମ ସହର ଭୂମିକମ୍ପରେ ସେତେବେଳେ ଛାୟାସୁତ ଯେତେବେଳେ ପଶୁରାଜ ଛାଡ଼ି କନ୍ୟା ରାଶିରେ ପ୍ରବେଶ ହେବେ ନା, ସେତେବେଳେ ଆସାମ ସହର ଭୂମିକମ୍ପରେ, ଆସାମ ସହରଟି ଭୂମିକମ୍ପରେ ଅନେକ କ୍ଷତିଗ୍ରସ୍ତ ହେବ। ସମସ୍ତଙ୍କ ମରିହଜି ଯିବେ ନା। ଅନେକ କ୍ଷତିଗ୍ରସ୍ତ ଭୂମିକମ୍ପ ଦ୍ୱାରା ଆସାମ ସହର ହେବ ବୋଲି ମାଳିକାରେ ଲେଖା ଅଛି। ଆମେ କହୁନୁ ମାଳିକାର ନାମ ବରାହ କଳ୍ପ, ଯଶୋବନ୍ତ ଦାସ ଲେଖେ। ଆଉ ଛାରକାର ହେବ କେବେ 72ରେ। କୋଉ ସମୟରେ ହେବ? 72 ଅଙ୍କରେ ହେବ। ଗଜପତି ରାଜାଙ୍କର 72 ଅଙ୍କ। ଏବେ 67 ଅଙ୍କ ଚାଲିଛି, 72 ଅଙ୍କରେ ହେବ। ଆଉ ସେତେବେଳେ ସରଜୁ ନଦୀ ଉତ୍ପାତେ ଯେ, ସରଜୁ ନଦୀ ପ୍ରବାହିତ ହେଉଛି ଦିଲ୍ଲୀ ସହର ଦେଇ। କୋଉ ନଦୀ ପ୍ରବାହିତ ହେଉଛି? ସରଜୁ ନଦୀ। ତେଣୁ ସରଜୁ ନଦୀ ଉତ୍ପାତେ ଯେ ଦିଲ୍ଲୀ ସହର ଯେ ଛାରକାର ହେବ, ଚହଳ ପଡ଼ିବ କେତେ ଯେ। ସେ ସମୟରେ ସରଜୁ ନଦୀର ଉତ୍ପାତରେ ଦିଲ୍ଲୀ ସହର ଯେ ଛାରକାର ହେବ ବୋଲି ମାଳିକାରେ ଲେଖା ହେଇଛି। କହିଲେ ଚତୁର୍ଦିଗେ ପଡ଼ି ଯିବ ମଡ଼କ, ପଶ୍ଚିମ ଦିଗେ ପଡ଼ିବ ଚଡ଼କ, ଉତ୍ତର ପୂର୍ବେ ଜଳେ ନାଶ ଯିବ, ଦକ୍ଷିଣରେ ଅଗ୍ନି ଶିଖା ଉଠିବ ହେ, କଟକ ଜିଲ୍ଲାରେ ମେଳ ଯେ, ଚୌଦିଗ ଯାକ ପଡ଼ିବ ଚମକ, ପୃଥ୍ୱୀ ହେବ ଟଳ ମଳ ଯେ, ଚୌଦିଗ ଯାକ ପଡ଼ିବ ଚମକ, ପୃଥ୍ୱୀ ହେବ ଟଳ ମଳ ଯେ। ଅଚ୍ୟୁତାନନ୍ଦ ମହାପୁରୁଷଙ୍କ ଭଳି ଯଶୋବନ୍ତ ଲେଖିଲେ ବରାହ କଳ୍ପରେ, ଚଉଦିଗେ ପଡ଼ିଯିବ ମଡ଼କ, ଚାରି ଦିଗରେ ମଡ଼କ ପଡ଼ିବ ବୋଲି ଆମେ କହୁନୁ ମାଳିକାରେ ଲେଖା ହେଇଛି।
बोलिए महापुरुष अच्युतानंद जी की जय मंडली शुद्धि जानी चतुर्दिगे पड़ी जीव मड़क चतुर्दिगे मड़क पड़ो बोले मृत्यु हम कोकुआ भय मृत्युर कोकुआ भय पश्चिम दिगे पड़ब चड़क पश्चिम दिगरे थिबा देश मानक उपरे चड़क पड़ो चड़क कहले कौन हरिदास महापुरुष लिखिले आकाश वज्र पड़ो बाउला जाली देव भूमंडल श्री जगन्नाथ रत्न चांदुआरी लगी से दे अनल जय जगन्नाथ पतित पावन ओडिशा बड़ ठाकुर कल्प बटवासी प्रभु ब्रह्म राशि कड़ी कड़ु सनासन हरिदास लिखिले आकाश वज्र पड़बल बौल जाली देव भूमंडल आपण लेखिक रखते कथा पश्चिम देश मानकर हेउ बा पश्चिम जिला गुड़िकर हेउ बहुत चड़क पड़ माने घड़घड़ी रे बहुत लोक मरबे आज भी जिते वर्षा होउची देखुना कि घड़घड़ी रे बहुत लोक मरुचंती तेणु से कथा मालिकार लिखिले पश्चिम दिगे पड़ब चड़क आकाश वज्र पड़बल बौल जाली देव भूमंडल श्री जगन्नाथ रत्न चांदुआरे लागिव से जे अनल रत्न चांदुआरे अनल लागिव जगन्नाथ रत्न चांदुआरे अनल लागिव सुना थाली हेब चुना बारण बेल को एक कथा होइब सुण रामदास सीना जय जगन्नाथ पतित पावन ओडिशा बड़ ठाकुर कल्प बटवासी प्रभु ब्रह्म राशि कड़ी कड़ु सनासन महापुरुष कहले रत्न चांदुआरे लागिव अनल सुना थाली हेब चुना रत्न चांदुआरे दिने निया लगी जगन्नाथ महाप्रभुଙ୍କର सुना थालीटा चुना हो बोली मालिकार महापुरुष लिखे बारण बेल को एकता होइब सुण रामदास सीना बारण बेल कहले शेष बेल कलिजुग शेष बेले ए घटनाटी घटिब बोली महापुरुष मालिकार लिखिले तो से कहले ना कौन ना चड़क पड़ब कौटी ना पश्चिम दिगरे आउ उत्तर पूर्व जले ना सजीव चारि दिग आउ रहा कौन उत्तर एवं पूर्व लेखिक रखते कथा उत्तर आउ पूर्व ये दीटांग जलरे नाश जीव किमिति ना अगाध सागर हेब बलियार खंडगिरी देखी जीव खंडगिरी देखी जीव हे सुजने खंडगिरी देखी जीव पहाड़ बोराय से सागर रोजा उजाणी घेनी आसीब सुण सुजने गुणी बेल काल आसी लाणी हे सुण सुजने गुणी कहले अगाध सागर हेब बलियार खंडगिरी देखी जीव पहाड़ पराए से सागर राजा उजाणी घेनी आसीब इति जोरे पूर्व उत्तर महापुरुष कहले लवण आसीब समुद्र बाड़ी आसीब तेणु उत्तर पूर्व जलरे नाश हेब दुईटा मन रखते कथा उत्तर पूर्व दिगरे थिबा देश गुड़िक बा उत्तर पूर्व दिगरे थिबा जिला गुड़िक ये सबू जलरे नाश हेब बोली अच्युतानंद महापुरुष कहले कहीं जल रूपे मई जगत नासीबी कहीं पवन रूपरे सकल आसीबी जल प्रलय हेब ये दीटा दिगरे थिबा देश बा जिला गुड़िक उपरे धन जीवन नष्ट हेब आउ दक्षिण रे अग्नि शिखा उठिब जे दक्षिण दिगरे अग्नि शिखा उठिब से महापुरुष मालिकार लिखिले उत्तर पूर्व जे जले ना सजीव मने रखिबाबो थिब दक्षिण दिगरो हिंजुला बहिण कल्प वृक्ष जाली देव कल्प वृक्ष जाली देव हे सुजने कल्प वृक्ष जाली देव कल्प वृक्ष जाली देव हे सुजने
କଳ୍ପ ବୃକ୍ଷ ଜାଳି ଦେବ। ଉତ୍ତର ପୂର୍ବ ଯେ ଜଳେ ନାଶ ଯିବ ମନେ ରଖିଥିବ, କିନ୍ତୁ ଦକ୍ଷିଣ ଦିଗରୁ ହିଞ୍ଜୁଳା ବହିଣ କଳ୍ପ ବୃକ୍ଷ ଜାଳିଦେବ। ଦକ୍ଷିଣ ଦିଗରୁ ହିଞ୍ଜୁଳା, ହିଞ୍ଜୁଳା କହିଲେ କ'ଣ, ହିଙ୍ଗୁଳା କହିଲେ କ'ଣ, ମନେ ରଖନ୍ତୁ ଏ କଥା। ମା ସାରଳା ହେଉଛନ୍ତି ବିଦ୍ୟାଦାୟିନୀ ମା ସରସ୍ୱତୀ, ସେଇଭଳି ହିଙ୍ଗୁଳା ହେଉଛନ୍ତି ଅଗ୍ନି ସ୍ୱରୂପା। ସେ ଦକ୍ଷିଣ ଦିଗରୁ ହିଙ୍ଗୁଳା ବହିଣ କଳ୍ପ ବୃକ୍ଷ ଆଗକୁ ଜଳିବ ବୋଲି ମାଳିକାରେ ମହାପୁରୁଷ ଲେଖିଦେଲେ। କଳ୍ପ ବୃକ୍ଷ ଜଳିବ, ତେଣୁ ସେଇଥିପାଇଁ ମହାପୁରୁଷ କହିଲେ ଇଏ ଦିଲ୍ଲୀ ସହର କ'ଣ ହେବ ନା ସରଜୁ ନଦୀର ଉତ୍ପାତରେ ଆଗକୁ କେତେବେଳେ ନା ସେତେବେଳେ ହେଇଥିବ କେତେ ଅଙ୍କ ଛାରକାର ହେବ 72 ଅଙ୍କରେ ଦିଲ୍ଲୀ ସହର ସରଜୁ ନଦୀର ଜଳରେ ବିତ୍ପାତ ଦିଲ୍ଲୀ ସହର ହେବ, ବିତ୍ପାତ ଘଟିବ ବୋଲି ମାଳିକାରେ ଲେଖା ହେଇଛି। ଜ୍ଞାନୀ ଗୁଣୀ ମଣ୍ଡଳୀ ସୁଧୀଜାନୀ ଆଜି ତ ସମୟ ହେଇଛି, ଆସନ୍ତୁ ବାଣୀକି ବିରାମ ଦେବା ପ୍ରଭୁଙ୍କର ନାମ ନେଇ। କିନ୍ତୁ ତାପରେ ଜଣେ ଭକ୍ତର ନାଁ କହିବା, କହିଲେ ପଦ୍ମପୁର ଠାରେ ମନୋଜେ କାମ ପାଳକ ପୀଳ ସତ ଧନୁ ଜଗ ବନ୍ଧୁଙ୍କୁ ଘେନି କରନ୍ତି ଖେଳ, ଘେନି କରନ୍ତି ଖେଳ ବାବୁ ଘେନି କରନ୍ତି ଖେଳ, ଘେନି କରନ୍ତି ଖେଳ ବାବୁ ଘେନି କରନ୍ତି ଖେଳ। ପଦ୍ମପୁର ଠାରେ ମନୁ ନାମରେ ଜଣେ ଭକ୍ତ ଜନ୍ମ ହୋଇଥିବ ବୋଲି ଅଚ୍ୟୁତାନନ୍ଦ ମହାପୁରୁଷ ମାଳିକା ଶାସ୍ତ୍ରର ଭକ୍ତ ତାଲିକାରେ ନାଁ ଲେଖିଦେଲେ। ଜ୍ଞାନୀ ଗୁଣୀ ମଣ୍ଡଳୀ ଆମେ ତ ନାଁ କହିଲୁ, ଆପଣମାନେ ଠାବ କରିବେ। ଆଜି ତ ସମୟ ହେଇଛି, ଆସନ୍ତୁ ବାଣୀକି ବିରାମ ଦେବା ପ୍ରଭୁଙ୍କର ନାମ ନେଇ। ଜଗନ୍ନାଥ 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 ପାହି ମାମ୍, ଜଗନ୍ନାଥ 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 ରକ୍ଷ ମାମ୍, ଜଗନ୍ନାଥ 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 ପାହି ମାମ୍, ଜଗନ୍ନାଥ 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 ରକ୍ଷ ମାମ୍। ମହାବାହୁ 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 ପାହି ମାମ୍, ମହାବାହୁ 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 ରକ୍ଷ ମାମ୍, ମହାବାହୁ 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 ପାହି ମାମ୍, ମହାବାହୁ 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 ରକ୍ଷ ମାମ୍। ଓମ୍ ନମୋ ଭଗବତେ ବାସୁଦେବାୟ, ଓମ୍ ନମୋ ଭଗବତେ ପୁରୁଷୋତ୍ତମାୟ, ଓମ୍ ନମୋ ଭଗବତେ ବାସୁଦେବାୟ, ଓମ୍ ନମୋ ଭଗବତେ ପୁରୁଷୋତ୍ତମାୟ। ସୁଧୀଜାନୀ ଜ୍ଞାନୀ ଗୁଣୀ ମଣ୍ଡଳୀ ଆଜି ପାଇଁ ଆସନ୍ତୁ ବାଣୀକି ଏଠାରେ ବିରାମ ଦେବା, ପୁଣି ଆସନ୍ତା ଅଧ୍ୟାୟରେ ଭେଟ ହେବା। ରହୁଛୁ ହରିଓମ ଶାନ୍ତି 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 ସର୍ବାରିଷ୍ଟ ସୁଶାନ୍ତିରେ ଭବତୁ। ପ୍ରାର୍ଥନା ଆମ ଆନନ୍ଦର ଉତ୍ସ।